ପ୍ରକୃତରେ ଓଡ଼ିଶା ଯେତେବେଳେ ପୁନର୍ଗଠିତ ହେଇଛି ସମ୍ବଲପୁରବାସୀଙ୍କର ନ୍ୟାଯ୍ୟ ଦାବିକୁ ଆମେ ଉପେକ୍ଷା କରିଛେ କି ଯୋଉଥିପାଇଁ ଆପଣ ଜେନୁଇନଲି ଫିଲ୍ କରୁଛନ୍ତି ଯେ ଏମାନେ ଓଡ଼ିଶାରେ ପଶ୍ଚିମ ଅଞ୍ଚଳ ଆଉ ଗୋଟେ ରାଜ୍ୟ ହେବା ଉଚିତ ଥିଲା? ନା ନା ଆମେ କିଏ ତାକୁ ବିରୋଧ କରିଥିଲୁ? ଆମେ ତ ପଶ୍ଚିମାଞ୍ଚଳକୁ କିଛି ମିଳୁ ତାକୁ କଣ ଉପକୂଳବାସୀ ବିରୋଧ କରୁଛନ୍ତି କି? କିଛି ଯୋଉମାନେ ସରକାର ତାଙ୍କ ପାଖରେ ଦାବି ହେବା କଥା। ବହୁତ କିଛି ଜିନିଷ ଉପକୂଳ ଅଞ୍ଚଳରେ ହେଇନି, ବହୁତ କିଛି ଜିନିଷ ଦକ୍ଷିଣାଞ୍ଚଳରେ ହେଇନି। ଆଉ ଅଟୋପଣା ଡିଭିଜନ ହେଇଯିବ କେମିତି ହେଇଯିବ? ବର୍ତ୍ତମାନ ମେହର ବାବୁଙ୍କ ଅନୁରୋଧ, ସେ ଜୟନାରାୟଣ ବାବୁଙ୍କୁ କୁହନ୍ତୁ, ଆପଣ ଆପଣଙ୍କ ସରକାରକୁ କୁହନ୍ତୁ, ଏଠି ସେଠି ମାନେ ବାଡ଼ି ନ ବୁଲେଇକିରି ଅନ୍ଧାରରେ ଆପଣ ଆପଣଙ୍କର ସରକାରକୁ କୁହନ୍ତୁ, ଆପଣଙ୍କ ଦଳର ସରକାରକୁ କୁହନ୍ତୁ, ଯୋଉମାନେ ଓଡ଼ିଶାର ଅସ୍ମିତା କଥା କହିକି ଆସିଥିଲେ। ତେଣୁ ଏଥିପାଇଁ ମୁଁ ଜଷ୍ଟିଫିକେସନ ଦେଖୁନି ଅଲଗା ରାଜ୍ୟ ହବାକୁ। ଉପକୂଳବାସୀ ଆଉ ଗୋଟେ ପ୍ରସଙ୍ଗ ଉଠଉଛି ଆଉ ଗୋଟେ ଦୀର୍ଘ ବର୍ଷ ହେଇଗଲା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ କରାଯାଇଛି। ଏଯାଏ ତାର ରାଜଧାନୀ ତାର ହେଡକ୍ୱାର୍ଟର ପଶ୍ଚିମ ଓଡ଼ିଶା ହେଇପାରି ନାହିଁ। ବିଭିନ୍ନ ଆଗରେ ତାକୁ ଦୂରେ ଦିଆଯାଉଛି। କଣ ପାଇଁ? କଣ ଆମେ ସବୁ କଥା ଯଦି ସେ ନ୍ୟାୟରେ ତାହେଲେ ଭୁବନେଶ୍ୱର ରାଜଧାନୀ ଦିଲ୍ଲୀ ନେଇଯିବେ କି? ଭୁବନେଶ୍ୱର ରାଜଧାନୀ ଦିଲ୍ଲୀ ନେଇଯିବେ କି? ଆପଣଙ୍କ ଦାବି ସହିତ ମୁଁ ଏକମତ। ଆମେ ବି ସରକାରଙ୍କ ପାଖରେ ଦାବି କରୁଛୁ, ଆପଣ ସେଠି କାର୍ଯ୍ୟକ୍ରମ କରନ୍ତୁ। ଏଥିରେ ଉପକୂଳବାସୀଙ୍କୁ କଣ ଭୁଲ ହେଲା? ସରକାରଙ୍କର ଉପକୂଳବାସୀ ବର୍ତ୍ତମାନ ଆମେ ଅନୁଭବ କରୁଛୁ ଯେ ଉପକୂଳ ଅଞ୍ଚଳ ବେଲେ ସେମାନେ ସରକାର ସେମାନେ ହିଁ ବସୁଛନ୍ତି। ଆମ ଲୋକ କାହାନ୍ତି? ଆମ ଲୋକ ଥିଲେ ଆମକୁ ନ୍ୟାୟ ଦିଅନ୍ତି। ଆଜ୍ଞା ଆମ ଲୋକଙ୍କୁ ସେ ସ୍ଥାନ ଦିଆଯାଉ ନାହିଁ। ଆମ ଲୋକଙ୍କୁ ସେ ସ୍ଥାନ ଦିଆଯାଉ ନାହିଁ। ଯେହେତୁ ରାଜଧାନୀ ସେଠି ଅଛି ଆଗ ପାର୍ଗ ମାଡ଼ି ବସିଛନ୍ତି। ଦେଖନ୍ତୁ ଆହୁରି ପ୍ରସଙ୍ଗ ବହୁତ ଅଛି। ଆଜ୍ଞା ଆପଣଙ୍କ ଅଞ୍ଚଳରୁ ପରା ଜଣେ ଟାଣୁଆ କେନ୍ଦ୍ରମନ୍ତ୍ରୀ ଯାଇଛନ୍ତି। ଆପଣଙ୍କ ଅଞ୍ଚଳର ଅଧିକାଂଶ ଏମଏଲଏ ଯାଇଛନ୍ତି, ଏ ସରକାରରେ ଅଛନ୍ତି। ସେଇ ରାଜ୍ୟ କଥା ପଡୁଛି, କେନ୍ଦ୍ର କଥା କାହିଁ ଆସୁଛି? ଆଜ୍ଞା କେନ୍ଦ୍ର କଥା କାହିଁ ଆସୁଛି? ବର୍ତ୍ତମାନ ଆମେ ରାଜ୍ୟ ସରକାର କଥା କହୁଛୁ। ଏ ମଝିରେ ଆପଣଙ୍କ ଅଞ୍ଚଳରେ ଜଣେ ଟାଣୁଆ କେନ୍ଦ୍ରମନ୍ତ୍ରୀ ଅଛନ୍ତି, ଧର୍ମେନ୍ଦ୍ର ପ୍ରଧାନ। ଆପଣଙ୍କ ଅଞ୍ଚଳର ଅଧିକାଂଶ ଲୋକ ଯାଇ ବର୍ତ୍ତମାନ ରାଜ୍ୟ ସରକାରର ମନ୍ତ୍ରୀ ଅଛନ୍ତି। ଉପେକ୍ଷା କଣ କରାଗଲା? ଜଣେ ବିଧାୟକ ଟାଣୁଆ ହେଇଗଲେ ଯେ ଆପଣ ସେଠି ଛାନିଆ ହେଇଗଲେଣି। ମାନେ ସେଠି ମାନେ ସେଠି ଛାନିଆ ହେଇଗଲେଣି, ଜଣେ ଖାଲି ବିଧାୟକ ଟାଣୁଆ ହେଇଗଲେ। ଯଦି ଆମର ସାଂସଦ ଟାଣୁଆ ହେଇଯିବେ ତାହେଲେ ତ ରାଜ୍ୟ ହେଇଯିବ ଅଲଗା। ଆଜ୍ଞା କିଛି ରହିବନି। ଆପଣ କାହିଁ କହୁଛନ୍ତି? ଡୋଣ୍ଟ ଚ୍ୟାଲେଞ୍ଜ ଇଟ୍, ଡୋଣ୍ଟ ପ୍ଲିଜ ଆହ୍ୱାନ ଦିଅନ୍ତୁନି। ଆମେ ଯଦି ଯିବୁ ତାହେଲେ ଧରନ୍ତୁ ରାଜି କରିଦେଲେ କଣ ହବ? ତାପରେ ଆପଣ ସମ୍ଭାଳି ପାରିବେ? ସମ୍ଭାଳି ପାରିବେନି। କୁହନ୍ତୁନି ଡୋଣ୍ଟ ଡିଭାଇଡ ଆଣ୍ଡ ରୁଲ, ସେ କଥା ଚଳିବନି। ଆଜ୍ଞା ଖାଲି ଗୋଟେ ବିଧାୟକ ମୁହଁ ଖୋଲିଲେ ଆପଣ ଛାନିଆ ହେଇଗଲେଣି। ଖାଲି ଜଣେ ବିଧାୟକ ଟିକେ ଟାଣ କରି ବିପଦ କହିଦେବେ ଆପଣ ଛାନିଆ ହେଇଗଲେଣି। ବର୍ତ୍ତମାନ ଉପକୂଳ ଓଡ଼ିଶାରେ ଚହଲ ପଡିଗଲାଣି। ଯଦି ଆମେ ଆଉ 5ଟା ବିଧାୟକ ଯୋଡ଼ିବୁ, ଯଦି ଆମେ ଆଉ 5ଟା ବିଧାୟକ ଯୋଡ଼ିବୁ, ଆମେ ଯଦି ସାଂସଦ ଯୋଡ଼ିବୁ, କଣ ଅବସ୍ଥା ହବ? ଓଡ଼ିଶା ଭାଗ ଭାଗ ହେଇଯିବ। ଆଜ୍ଞା ଡୋଣ୍ଟ ଟିଜ ଅସ୍, ଆମକୁ ଏମିତି ଟିଜ କରନ୍ତୁନି। ଆଜ୍ଞା ନାଇଁ ଆପଣ କୁହନ୍ତୁନି, କହିଲେ ସମସ୍ତେ କହିବେ। ଲୋକଙ୍କୁ ତାଙ୍କୁ ଶୁଣନ୍ତୁ, ସେମାନେ ଭୋଟ ଏଇଠୁ ପାଉଛନ୍ତି, ଟିକଟ ଦେଇପାରନ୍ତି। ଭୁବନେଶ୍ୱର ଲୋକ ଟିକଟ ଦେଇପାରନ୍ତି, କିନ୍ତୁ ଭୋଟ ତ ଏଇଠୁ ପାଇବେ ନା। ଭୋଟ କେମିତି ମିଳିବ? ଆଜ୍ଞା ଭୋଟ କେମିତି ମିଳିବ? ଯଦି ଦୁର୍ଭାଗ୍ୟକୁ ଇଲେକ୍ସନ ପରେ ପ୍ରସଙ୍ଗ ହେଇଛି। ଇଲେକ୍ସନ ପାଖାପାଖି ହେଇଥିଲେ ତ ମୁସ୍କିଲ ହେଇଥାନ୍ତା। ଆଜ୍ଞା ଇଲେକ୍ସନ ପାଖାପାଖି ହେଇଥିଲେ ଆପଣ ସମ୍ଭାଳି ପାରିନଥାନ୍ତେ। ଆପଣ ଯାହା କହୁଛନ୍ତି ନାଇଁ ଆପଣ ପୂର୍ବର ଚିନ୍ତା କରି କଥା କୁହନ୍ତୁ। ମୋ ପାଖରେ ଇସ୍ୟୁ ବହୁତ ଅଛି, ମୋ ପାଖରେ ଇସ୍ୟୁ ବହୁତ ଗୁଡାଏ ଅଛି। ମୁଁ ଯୋଉ ଗୋଟେ ଦିଟା ଦେଲି ଆପଣ ଇସ୍ୟୁ ଆଲୋଚନା କଲେ ମୁଁ ଟିକେ ଉତ୍ତର ଦେବି। ବୁଝିପାରିଲେ? ଆପଣ ଇସ୍ୟୁକୁ ଧରିକି ମୁଁ ଯୋଉଟା କହିଲି ଯେ ବର୍ତ୍ତମାନ 70-75% ପରେ ବି ଆମର ହୀରାକୁଦ ବାସ୍ତୁହରାଙ୍କୁ ଆପଣ ନ୍ୟାୟ ଦେଇପାରିନାହାନ୍ତି। ସେ ଫାଇଲ ସେଠି କାହିଁ ରହିଗଲା? କାହିଁକି କିଏ ବର୍ତ୍ତମାନ ଆଜ୍ଞା ମେହର ବାବୁ ଟିକେ ଶୁଣନ୍ତୁ। ଆପଣ କହୁଛନ୍ତି ନ୍ୟାୟ ଦେବା କଥା, ନ୍ୟାୟ ଦେବାକୁ ମୁଁ କିଏ, ଉପକୂଳବାସୀ କିଏ? ନ୍ୟାୟ ଦେବେ ସରକାର। ଆପଣଙ୍କ ଡିମାଣ୍ଡ ସାଙ୍ଗରେ ଆମେ ବି ଏକମତ। ଆଜ୍ଞା କଥା ଆରମ୍ଭ ସେଇଠୁ ହେଇଥିଲା। ଆପଣ କଥା ଆରମ୍ଭ ସେଇଠୁ ହେଇଥିଲା। ଆପଣ ଆରମ୍ଭ ହେଇଥିଲା ସେ ଠିଆ ହେଲେ ନାହିଁ ବନ୍ଦେ ଉତ୍କଳ ଜନରେ, ସେ ଠିଆ ହେଲେ ନାହିଁ ବନ୍ଦେ 28ରେ ବାହାରିଲା। ଇସ୍ୟୁ କୋଉଠି ବାହାରିଲା? ସେ ଯେତେବେଳେ ବନ୍ଦେ ଉତ୍କଳ ଜନରେ ଠିଆ ହେଲେ ନାହିଁ। ବନ୍ଦେ ଉତ୍କଳ ଜନି ମାନେ କଣ? ଉତ୍କଳ କଣ? ଆଜ୍ଞା ଆମେ ତ 1936 ଓଡିଶା ଗଠନ ହେଲା ଉତ୍କଳ ଥିଲା କି? 1936ରେ ଆପଣ ଗଠନ କରୁଥିଲେ ସେ ଷ୍ଟେଟ ନା ଉତ୍କଳ ନା ଓଡିଶା? ନାଇଁ ଆପଣ ପ୍ରଶ୍ନ ଉତ୍ତର ଦିଅନ୍ତୁ, ଏମିତି କୁହନ୍ତୁନି। ଏମିତି ଆପଣ ଉତ୍ତର ଦିଅନ୍ତୁ ଯେ 1936ରେ ଯୋଉ ରାଜ୍ୟ ଗଠନ ହେଲା
ସେ ରାଜ୍ୟ ନା ଓଡିଶା ଉତ୍ତର। ନାଇଁ ନାଇଁ ଆପଣ ଯୋଉ ରାଜ୍ୟ ଗଠନ କରିଥିଲେ ସେ ରାଜ୍ୟ ନା ଉତ୍କଳ ଥିଲା ନା ଓଡିଶା ଥିଲା? ଆପଣ ଓଡିଶା ନାଇଁ ନାଇଁ ଆପଣ ଓଡିଶା ବନ୍ଦେ ଯେତେବେଳେ କହିଥିଲେ ଆମେ କିଛି କହିବୁ। କାହିଁକି କହିବେ ଉତ୍କଳଟା କଣ? ଖାଲି ଆପଣ ନା କହିବେ? ନାଇଁ ଆପଣ ବାପ ଜନ ଆମେ କେହି ନୁହଁ। ଆମେ କେହି ନୁହଁ। नो ବଡି। ଆପଣ ସେଇଠୁ ଆମ ଆଜ୍ଞା ସେ ଗୋଟେ ଗୀତରୁ ଆପଣ ଆମକୁ ଦୂରେଇ ଦେଇଛନ୍ତି। ସେ ଗୋଟିଏ ଆପଣ ଦୂରେଇ ଦେଇଛନ୍ତି। ସେ ଗୋଟିଏ ଗୀତରୁ ଆପଣ ଆମକୁ ଦୂରେଇ ଦେଇଛନ୍ତି ଯେ ବନ୍ଦେ ଉତ୍କଳ କାହିଁକି ହବ? କରନ୍ତୁ ତାଙ୍କୁ କରନ୍ତୁ ବନ୍ଦେ ଓଡିଶା କରୁନି ଆମେ ଚୁପ୍ ହେଇଯିବୁ। ଆପଣ କରିପାରିବେନି। ଆପଣ କରିପାରିବେ ନାହିଁ। ଆପଣ ବନ୍ଦେ ଓଡିଶା ଜଣେ କରିପାରିବେ ନାହିଁ। ସେଇଥିପାଇଁ କଥା ଉଠୁଛି। କଥା ମୂଳରୁ ସେଇଠୁ ଯେ ଆପଣ ବନ୍ଦେ ଓଡିଶା ଜଣେ କରିପାରିବେ ନାହିଁ ଆଉ ଆମେ ଏମିତି ଉଠେଇବୁ ପ୍ରସଙ୍ଗ ଆହୁରି ଉଠିବ ଆହୁରି ପ୍ରସଙ୍ଗ ଉଠିବ। ଆପଣ ତାକୁ ମାନିବେନି ମ୍ୟାଡାମ ସାର୍ ଉତ୍କଳରେ କୁହନ୍ତୁ। କଣ ଅସୁବିଧା ଅଛି? ଅସୁବିଧା ପରା କହିଲି ଆପଣଙ୍କୁ। ଆମ ଯେତେବେଳେ 1936 ରାଜ୍ୟ ଗଠନ ହେଲା କଣ ରାଜ୍ୟ ହେଇଥିଲା? ଉତ୍କଳ ନା ଓଡିଶା? କଣ ହେଇଥିଲା ଏଟା କୁହନ୍ତୁ? ଉତ୍କଳ ଆଉ ନିଜ ଓଡିଶା ମୁହଁରେ ଭିତରେ କଣ କୁହନ୍ତୁ। ଡିଫରେନ୍ସ? ବହୁତ ଡିଫରେନ୍ସ ଅଛି। ବହୁତ ଡିଫରେନ୍ସ ଅଛି। ବହୁତ ଡିଫରେନ୍ସ ଅଛି। ଡିଫରେନ୍ସ ବହୁତ ଅଛି। ଯଦି ନାହିଁ ଆପଣ ଯଦି ନାହିଁ ତାହେଲେ ମାନି ଯାଆନ୍ତୁ। ଯଦି କିଛି ଡିଫରେନ୍ସ ନାହିଁ ଆପଣ ମାନି କାହିଁ ମାନୁନାହାନ୍ତି? ଯଦି ଆପଣ ଭାଷାରେ ଯଦି ମୁଁ କହିବି ଯଦି କିଛି ଡିଫରେନ୍ସ ନାହିଁ କିଛି ତଫାତ ନାହିଁ ତାହେଲେ ଆପଣ ମାନୁନାହାନ୍ତି କାହିଁକି? ଆପଣ କାହିଁକି ମାନୁନାହାନ୍ତି? ଯଦି କିଛି ତଫାତ ନାହିଁ ମାନନ୍ତୁ। ମାନିଦେଲେ କଥା ମିଟିଯିବ। କଥା ଶେଷ ହେଇଯିବ। ଆପଣ ମାନିବେନି। ଆପଣ କଥା ମାନିବେନି କୋଉଠି ଉଠିବ? ଆପଣ ଆପଣ ଉତ୍ତର ଗୋଟେ ଶୁଣୁନାହାନ୍ତି। ଆପଣ ଏକ ପାଖିଆ କହିଚାଲିଛନ୍ତି କାରଣ ଆପଣ ଜାଣିଛନ୍ତି ଆପଣଙ୍କ କୋଶ୍ଚିନ୍‌ର ମୋ ପାଖରେ ଉତ୍ତର ଅଛି। ଆପଣ ସେଇଥିପାଇଁ ଉତ୍ତର ଶୁଣିବାକୁ ରାଜି ନାହାନ୍ତି। ଓକେ ରାମବାବୁ ଟିକେ ରୁହନ୍ତୁ। ମୁଁ ଟିକେ ବୁଝିବା ପାଇଁ ଆପଣ ଚାହିଁବି। ଉତ୍ତର ଶୁଣିବାକୁ ରାଜି ନାହାନ୍ତି। ଏକ ପାଖିଆ କହିଚାଲିଛନ୍ତି। ରାମବାବୁ ପ୍ଲିଜ୍ ମୁଁ ରୁହନ୍ତୁ। କାହିଁକି ବୁଝିବି ଆଜ୍ଞା? ମୁଁ ତ ଦୁଷ୍ଟ। ନା, ନା, ଆଇ ଏମ୍ ଦ ଉତ୍ତର ସଫରର। ଶୁଣୁନାହାନ୍ତି। ଆପଣ ବୁଝନ୍ତୁ। ଆପଣ ଉପରେ ଏଗୁଡା ଅଛନ୍ତି। ନୁହେଁ। ଉପରେ ଆପଣ ଅଛନ୍ତି। ଶାସନରେ ଆପଣ ଲୋକ ଅଛନ୍ତି। ଆମକୁ ସ୍ଥାନ ମିଳିନାହିଁ ଏଇଭଳିଆ ପାଟି କରୁଛୁ। ଆମକୁ ସ୍ଥାନ ମିଳିନାହିଁ ବୋଲି ଆମେ ପାଟି କରୁଛୁ। ମୁଁ କାହିଁକି ଚୁପ ହେବି? ବର୍ତ୍ତମାନ ତ ଖାଲି ଗୋଟେ ଜଣେ ବିଧାୟକ ପଦେ କହିଲେ ଆପଣ ଠିଆ ହେଇଗଲେଣି। ଜଣେ ବିଧାୟକ ପଦେ କହିଲେ ଠିଆ ହେଇଗଲେଣି। ଆହୁରି ଅଛନ୍ତି 40 ବିଧାୟକ ଆଜ୍ଞା। ସେମାନେ ଠିଆ ହେଇଗଲେ ତ ଭାଗ ହେଇଯିବ। ରାଜ୍ୟ ଭାଗ ହେଇଯିବ। ଆପଣ ସମ୍ଭାଳି ପାରିବେନି। ଆପଣ ଗୋଟିଏ ବିଧାୟକକୁ ହ୍ୟାଣ୍ଡେଲ କରିପାରୁନାହାନ୍ତି। ଆମର ଗୋଟେ ବିଧାୟକକୁ ଆପଣ ସମ୍ଭାଳି ପାରୁନାହାନ୍ତି। ଆମେ ପୁରା ଉଠିଗଲେ କଣ ହବ? ଆପଣ ପରିଣାମ ଚିନ୍ତା ଆପଣ ପାର୍ଟି କଲେ କିଛି ହବନି ଆଜ୍ଞା। ଏଟା ଜନ ଆବେଗ ଲୋକଙ୍କ ଆବେଗ। ଏଟା ଲୋକଙ୍କ ଆବେଗ। ଏଟା ହବ। ଆପଣ ଅଟକେଇ ପାରିବେ ନାହିଁ। ଆପଣ ଅଟକେଇ ପାରିବେନି। ଏଟା ଭାବାବେଗ। ଏଟା ଲୋକଙ୍କ ଭାବାବେଗ ଆଜ୍ଞା। ଏ ଭାବକୁ ଆପଣ ପାର୍ଟି କଲେ ଆଉ ବଦଳେଇ ପାରିବେନି। କଥା ବାହାରିଲା ମାନେ ବହୁତ ଦୂରକୁ ଯିବ। କଥା ବାହାରିଲା ମାନେ ବହୁତ ଦୂରକୁ ଯିବ।